ମୋର ଏହି କଥାକୁ ସବୁଦିନ ପାଇଁ ମନେ ରଖ। ତୁମର ସୁଖ ବେଳେ ମୋତେ ମନେ ପକାଅ କି ନ ପକାଅ, କିନ୍ତୁ ତୁମର ଦୁଃଖ ବେଳେ ମୋତେ ନିଶ୍ଚୟ ମନେ ପକାଅ। ମୋ ପାଖକୁ ଆସି ମୋ ସହିତ କଥା ହୁଅ। କିନ୍ତୁ ଯେତେବେଳେ ବି ତୁମେ ଖୁସି ଥାଅ ତେବେ ବି ମୋ ସହିତ କଥାବାର୍ତ୍ତା କରିପାରିବ ପିଲାମାନେ। ମୁଁ ତ କହୁଛି କି ମୋତେ ତୁମର ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ କରିନିଅ। ନିଜର ଉଠିବା, ବସିବା, ଖାଇବା, ପିଇବା ସମୟରେ ମୋ ସହିତ କଥାବାର୍ତ୍ତା କର। ମୁଁ ତୁମର ସମସ୍ତ କଥା ଶୁଣେ। ତୁମ ସହ କଥା ହେବାକୁ ବ୍ୟସ୍ତ ହୋଇ ଉଠେ ସର୍ବଦା। ତୁମ ସହିତ କଥାବାର୍ତ୍ତା କରିବାକୁ ମୁଁ ସର୍ବଦା ଆଗ୍ରହୀ ଅଟେ। ମୁଁ ତୁମକୁ ବହୁତ ଭଲ ପାଏ। ମୁଁ ତୁମର କଥା ଶୁଣିବାକୁ ଏବଂ ତୁମ ସହ କଥା ହେବାକୁ ବହୁତ ପସନ୍ଦ କରେ। ନିଜର ସମସ୍ୟାକୁ ଭୁଲିଯାଇ ତୁମେ ସର୍ବଦା ଅନ୍ୟମାନଙ୍କ ପାଇଁ, ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ତତ୍ପର ରହିଥାଅ। ସେଥିପାଇଁ ତୁମେ ମୋର ଖାସ୍ ସନ୍ତାନମାନଙ୍କ ମଧ୍ୟରୁ ଜଣେ। ତୁମେ ଆଜି ପର୍ଯ୍ୟନ୍ତ ତୁମ ଜୀବନରେ ଯାହା କିଛି ସହ୍ୟ କରିଛ, ଯେଉଁ ପ୍ରକାରରେ ତୁମେ ଏକ ଶକ୍ତିଶାଳୀ ବ୍ୟକ୍ତି ହୋଇ ଏଠାରେ ପହଞ୍ଚିଛ, ତାହା ଆଉ କେହି ଦେଖିଥାନ୍ତୁ କି ନାହିଁ, କିନ୍ତୁ ମୁଁ ତ ଏହା ଦେଖିଛି ପିଲାମାନେ। ସେଥିପାଇଁ ଆଜି ମୁଁ ତୁମକୁ ସାବାସୀ ଦେବାକୁ ଆସିଛି, ତୁମର ପ୍ରଶଂସା କରିବାକୁ ଆସିଛି। ମୁଁ ତୁମକୁ ବହୁତ ସାରା ଆଶୀର୍ବାଦ ଦେଉଛି। ତୁମର କଲ୍ୟାଣ ହେବ। ତୁମକୁ ବହୁତ ପ୍ରସିଦ୍ଧି ମିଳିବ। ତୁମେ ନିଜ ପରିବାରର ଚିନ୍ତା ଆଦୌ କର ନାହିଁ, ବିଲକୁଲ ବି ନୁହେଁ। ତୁମର ପୁରା ପରିବାରର ଦାୟିତ୍ୱ ମୋର ଅଟେ। ଜାଣି ରଖ, ମୋ ଆଶୀର୍ବାଦରୁ ସୁଖ, ସମୃଦ୍ଧି ଏବଂ ସ୍ୱାସ୍ଥ୍ୟ ତୁମ ଘରେ ସର୍ବଦା ରହିବ। ମୋର ଆଶୀର୍ବାଦ ସବୁବେଳେ ତୁମ ସାଥିରେ ଅଛି। ତୁମେ କେବଳ ତୁମର କର୍ମକୁ ସର୍ବଦା ଭଲ ରଖ ଏବଂ ତୁମର ଭକ୍ତି ଏବଂ ବିଶ୍ୱାସକୁ ଏହିଭଳି ଭାବରେ ବଜାୟ ରଖ। ମୁଁ ତୁମକୁ ଦର୍ଶନ ଦେବା ପାଇଁ ନିଶ୍ଚୟ ଆସିବି। ଗୁରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅପେକ୍ଷା କର। ତୁମେ ମୋତେ ଚିହ୍ନି ପାରିଲେ ହେଲା, ମୋତେ ଅନୁଭବ କରିପାରିଲେ ହେଲା। ଖୁସିରେ ରୁହ। ଖୁବ୍ ସାରା ଆଶୀର୍ବାଦ କରୁଛି। ତୁମର ଦିନଟି ଶୁଭମୟ, ମଙ୍ଗଳମୟ ହେବ। ଓମ୍ ସାଇ ରାମ, ଜୟ ସାଇ ରାମ।